ଦର୍ଶକ ବନ୍ଧୁ ଦେଖନ୍ତୁ କୃଷକ ଯୋଜନାରେ ଯେଉଁମାନେ ପିଏମ୍ କିଷାନ ଓ ସିଏମ୍ କିଷାନ ପାଉଛନ୍ତି ତାଙ୍କୁ କୃଷି ବିଦ୍ୟାନିଧି ଯୋଜନାର ଉନ୍ମୋଚନ ମାନେ ଆପଣଙ୍କ ପିଲା ଛୁଆ ଆପଣଙ୍କୁ ଯେଉଁ ପଢ଼େଇବେ ଆପଣମାନେ ଯେଉଁ ସେଥିରେ ଆପଣମାନ ପିଲାମାନଙ୍କୁ କିଛି ଆର୍ଥିକ ସହାୟତା ବା ଋଣ ମିଳିବ। କୃଷି ବିଦ୍ୟାନିଧି ଯୋଜନା କ୍ଷୁଦ୍ର ନାମମାତ୍ର ଭୂମିହୀନ କୃଷକ ପରିବାର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ କୃଷି ବିଦ୍ୟାନିଧି ଯୋଜନା ଆଣିଛି ଅପୂର୍ବ ସୁଯୋଗ। ଏଥିରେ ଆପଣମାନେ ବଡ଼ ବଡ଼ କଲେଜ ଯେପରି IIT MIT NIT ଏମ୍ସ ICAR ଆପଣ ଯୋଗ୍ୟ ହେଲେ ମାଗଣା ପାଠ ପଢ଼ିପାରିବେ। ତେଣୁ ଆଉ ଗୋଟେ ହେଉଛି ଶହୀଦ ମାଧବ ସିଂ ହାତ ଖର୍ଚ୍ଚ ସ୍କିମ୍ ଆମର ଓଡ଼ିଶା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଏଇଟା ସମସ୍ତ ପ୍ରକାର ସୁବିଧା ସମସ୍ତ ପିଲାମାନଙ୍କୁ ଦେଉଛି। ଏକ ଟାଇମ୍ ନବମ ଆଉ ଏକାଦଶ ପିଲାଙ୍କୁ 5,000 ଟଙ୍କା ଦେଉଛି ଶହୀଦ ମାଧବ ସିଂ ହାତ ଖର୍ଚ୍ଚରେ ଆପଣମାନଙ୍କ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ସବୁ ସୁବିଧା ଯୋଗାଇ ଦେଉଛି। ତେଣୁ ଆଜି ଆମେ ଜାଣିବା କୃଷି ଯେଉଁମାନେ କୃଷକ ପିଲାମାନେ ସେମାନେ କେମିତି ସରକାରର ଫାଇଦା ଉଠାଇ ପାରିବେ ସେ ବିଷୟରେ ଆଜି ଆମେ ଜାଣିବା। ଯେ ଆପଣ ଯେକୌଣସି ବ୍ରାଉଜରେ ଷ୍ଟେଟ୍ ସ୍କଲାରସିପ୍ ମାରିବେ ଷ୍ଟେଟ୍ ସ୍କଲାରସିପ୍ ମାରିଲେ ଆମ ଓଡ଼ିଶାର ଷ୍ଟେଟ୍ ସ୍କଲାରସିପ୍ ସାଇଟ୍ଟା ଖୋଲିବ। ଏଇଟା ହେଲା ତା'ର ମେନ୍ ୱେବସାଇଟ୍। ଆପଣମାନେ ଏଇଠିକି ଯାଇକରି ଷ୍ଟେଟ୍ ସ୍କଲାରସିପ୍ ମାରିଦେଲେ ଆସିବ ଏମିତି ଗୋଟେ ସାଇଟ୍ଟା ଆସିବ। ଏଇଠି ବର୍ତ୍ତମାନ ତାକୁ ଟଚ୍ କରନ୍ତୁ। କଲା ପରେ ତା'ର ଗୋଟେ ୱେବସାଇଟ୍ଟା ଖୋଲିବ। ଷ୍ଟେଟ୍ ସ୍କଲାରସିପ୍ ଆମର ଓଡ଼ିଶା ଷ୍ଟେଟ୍ର ସ୍କଲାରସିପ୍ର ସାଇଟ୍ ଖୋଲିବ। ଏଇଠି ବର୍ତ୍ତମାନ ଆପଣ କ'ଣ କରିବେ ସବୁ ଦେଖିବେ ସମସ୍ତ ସ୍କିମ୍ ଓଡ଼ିଶା ସରକାରଙ୍କର ସମସ୍ତ ଯୋଜନାର ଏଇଠି ଦେଇ ସବୁ ତ ସ୍କଲାରସିପ୍ର ଏଇଟା ସ୍କଲାରସିପ୍ର ସାଇଟ୍। ଓଡ଼ିଶାର ଯେତେକ ସ୍କଲାରସିପ୍ ଛୋଟ ପିଲାଙ୍କ ହେଉ ବଡ଼ ପିଲାଙ୍କ ହେଉ ସମସ୍ତଙ୍କ ପାଇଁ ଏଇଠି ଅଛି। ତାହେଲେ ଆପଣ ଏଇଠି ସ୍କିମ୍ ମାରିଦେବେ ତଳେ ଅଛି ତଳକୁ ଯିବେ ଏଇଠି ଆପଣମାନେ ସ୍କିମ୍ ମାରିଲେ ଏଇଠି ସମସ୍ତ ପ୍ରକାର ଦେଖେଇଦେବ ଯୋଜନା ଗୁଡ଼ିକ କୋଟି କୋଟି। ଆମେ ତ ଆଜି ଦେଖିବା କୃଷକ ଭାଇମାନେ ସେଇ ଗୋଟେ ଦେଖିବା ସେଇ ଯୋଜନାଟା ସମସ୍ତ ଯୋଜନା ଅଛି। ଆପଣ ଯଦି ଅନ୍ୟ ଯୋଜନା ବି ପକାଇନାହାନ୍ତି ପକାଇ ଦିଅନ୍ତୁ। ଏବେ ଆମେ ଦେଖିବା କୃଷକ ସମ୍ମାନ ନିଧି ଯୋଜନାରେ ଆମେ ଦେଖିବା। ଦେଖନ୍ତୁ ତଳକୁ ଯିବେ ଏଇଟାର ମେନ୍ ପେଜ୍ ଓଡ଼ିଶା ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ୍ ଏଇଟା ମେନ୍ ପେଜ୍। ଏଥିରେ ଆପଣ ତଳକୁ ଯିବେ ଏଇ ଲେଖା ହେଇଛି ନ୍ୟୁ ଷ୍ଟାଟସ୍ ବି ଚେକ୍ କରିପାରିବେ। ଏଇଠି ଲେଖା ସ୍କିମ୍ ଦେଖନ୍ତୁ ସ୍କିମ୍ସ ଏଇଠି ଲେଖା ହେଇଛି ସ୍କିମ୍ସ ତଳକୁ ଫେଣି ଦେଖନ୍ତୁ ଉପରୁ ପଳେଇ ଆଇଲି ତଳକୁ ଯିବେ ଓଡ଼ିଶା ଷ୍ଟେଟ୍ ପୋର୍ଟାଲର ଏଇଟା ମେନ୍ ୱେବସାଇଟ୍। ଏଇଠି ଆମେ ସ୍କିମ୍ସ ଲେଖାହେଇଛି ପ୍ରଥମ ଲେଖାହେଇଛି କୃଷି ବିଦ୍ୟାନିଧି ଯୋଜନା ଲାଷ୍ଟ ଡେଟ୍ ଟୁ ଆପ୍ଲାଏ 25 ଡିସେମ୍ବର 2024। ଆପଣମାନଙ୍କ ପାଇଁ 25 ଡିସେମ୍ବର ଯାଏ ଲାଷ୍ଟ ଡେଟ୍ ରଖାଯାଇଛି। ତାରି ଭିତରେ ଆପଣ ଆପ୍ଲାଏ କରିପାରିବେ। ଏଥିରେ ଦେଖିବାର ବେନିଫିଟ୍ସ ଆଉ ଏହାର ଯୋଗ୍ୟତା କ'ଣ ଏଥିରେ ବର୍ତ୍ତମାନ ଦେଖିକିରି ଆକୁ ଆପ୍ଲାଏ କରିବା। ତାହେଲେ ପ୍ରଥମେ କ'ଣ କରିବେ ଏଇଠି ଆପଣ କୃଷି ବିଦ୍ୟାନିଧି ଯୋଜନାରେ ଆପଣ ପ୍ରଥମେ କ'ଣ କରିବେ ସମସ୍ତଙ୍କ ପାଇଁ ଏଇଟା ସମସ୍ତ SC ST କେବଳ ନୁହଁ ସମସ୍ତଙ୍କ ପାଇଁ ସମସ୍ତ ପିଲାମାନଙ୍କ ପାଇଁ ଏଇଟା ଖାଲି ଆଗୁଆ କହୁଥିଲେ SC ST ନା ଜେନେରାଲ ବି ଅଛନ୍ତି OBC SC BC ଅଛନ୍ତି ସମସ୍ତଙ୍କ ପାଇଁ। ଏଠି ଆସିଲା ଇଲିଜିବିଲିଟି ଡିଟେଲ୍ସ ପ୍ରଥମେ ଥିଲା SC ST OBC SC BC ପ୍ରଥମେ ହେଲା SC ST OBC SC BC ସେମାନଙ୍କ ପାଇଁ କ'ଣ ଇଲିଜିବିଲିଟି ଆପଣ କ'ଣ କ୍ରାଇଟେରିଆ ଥିଲା ଆପଣ ଏଇଟା ପାଇପାରିବେ ସମସ୍ତେ ଜାଣ ପାଇପାରିବେ। ଏଥିରେ କିଛି ବି ଦରକାର ନାହିଁ ସାମାନ୍ୟ ଡକୁମେଣ୍ଟ ଦରକାର ହେଉଛି ଆପଣଙ୍କର ଆଧାର କାର୍ଡ଼ ରାସନ କାର୍ଡ଼ ରେସିଡେଣ୍ଟ ଏମିତି ସାଧାରଣ ଡକୁମେଣ୍ଟ ଆପଣଙ୍କର ଦରକାର ହେଉଛି। ତାହେଲେ ଆପଣ ପ୍ରଥମେ କ'ଣ କରିବେ ଦେଖିଦେବା ଇଲିଜିବିଲିଟି କ୍ରାଇଟେରିଆ ଗୁଡ଼ିକ ଦେଖିକି ଆମେ ଯିବା ତାର ଅନ୍ୟ ଡକୁମେଣ୍ଟ କ'ଣ ଦରକାର SC ST SC BC OBCର ପ୍ରଥମ ଦେଇଛି ବିଭିନ୍ନ କୋର୍ସ ଅଛି ଆପଣ କେଉଁ କୋର୍ସ କରିବେ କ୍ଲାସ୍ ବା କୋର୍ସ କେଉଁ କ୍ଲାସ୍ ବା କୋର୍ସ କରିବେ ଆପଣ ବଡ଼ ହେଲେ ନା ହାୟର ଷ୍ଟଡି ପାଇଁ ଏଇଟା ଦରକାର ଏଗ୍ରିକଲଚର ସାଇନ୍ସ ଆନିମଲ ହଜବେଣ୍ଡାରୀ ଏଗ୍ରିକଲଚର ଆୟୁର୍ବେଦିକ BSc ଟେକ୍ନିକାଲ ବ୍ୟାଚଲର ଅଫ୍ BBA BCA BCom MCA MBA ସମସ୍ତ ପ୍ରକାର ଅଛି। ତାପରେ OBC ଏଗ୍ରିକଲଚର ଆଲିଜି ସାଇନ୍ସ ଆନିମଲ ହଜବେଣ୍ଡାରୀ ITI ITC ତାପରେ ଜେନେରାଲ ଦେଖନ୍ତୁ ଜେନେରାଲ ବି ଆସନ୍ତି ତାଙ୍କର ସେମିତି କୋର୍ସ ସବୁ ଅଛି। ଯିଏ ଯେଉଁ କୋର୍ସ ଏତକ କୋର୍ସ ଅଛି ଏଇ କୋର୍ସ ଅଣ୍ଡରରେ ଆପଣ ଯଦି କୌଣସି କୋର୍ସ ଚୁଜ୍ କରନ୍ତି ତାହେଲେ ଆପଣଙ୍କୁ ସ୍କଲାରସିପ୍ ମିଳିବ ବର୍ଷକୁ ବର୍ଷ ଆପଣଙ୍କୁ ମିଳିଯିବ। ତେଣୁ ଦେଖନ୍ତୁ ଇଏ ହେଲା ଆମର ସ୍କଲାରସିପ୍ ସବୁ ଦେଖିବା ତାର କ୍ରାଇଟେରିଆ କ'ଣ ଡକୁମେଣ୍ଟ ଦରକାର ଆପଣଙ୍କର ଏଇ ଡକୁମେଣ୍ଟ ଥିଲେ ଆପଣ ଏଥିରେ ଫାଇଦା ପାଇପାରିବେ। ଇଏ ସରକାରଙ୍କର ଓଡ଼ିଶା ଷ୍ଟେଟ୍ ସରକାରଙ୍କର ସ୍କଲାରସିପ୍ ସମସ୍ତ କୃଷି
ମାନେ କୃଷି ମାନେ ଯେମାନେ ପିଏମ୍ କିଷାନ ପାଉଛନ୍ତି ସେମାନେ କୃଷି, ଯେଉଁମାନେ ନ ପାଉଛନ୍ତି ସେମାନେ କୃଷି, ସେମାନେ ଏଇ ଡକୁମେଣ୍ଟରେ ସେମାନେ ପ୍ରଥମ ଆସିଲା ଆଧାର କାର୍ଡ଼, ରେସିଡେନ୍ସ ସାର୍ଟିଫିକେଟ୍, କପି ଅଫ୍ ବ୍ୟାଙ୍କ ପାସବୁକ୍, IFSC କୋଡ଼। ଆପଣଙ୍କର ଆଧାର କାର୍ଡ଼ ଥିବ ନିଶ୍ଚୟ, ଷ୍ଟୁଡେଣ୍ଟର ଆଧାର କାର୍ଡ଼, କାଷ୍ଟ ସାର୍ଟିଫିକେଟ୍ ଅଫ୍ ଦ ଷ୍ଟୁଡେଣ୍ଟସ୍, ପିଲାର କାଷ୍ଟ ସାର୍ଟିଫିକେଟ୍ କେଉଁ କାଷ୍ଟରେ ଯାଉଛି, SC ST OBC, ରେସିଡେଣ୍ଟ ସାର୍ଟିଫିକେଟ୍ କେଉଁଠି ରହୁଛି, କପି ଅଫ୍ ଆକାଉଣ୍ଟ, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ ଅଫ୍ ଷ୍ଟୁଡେଣ୍ଟ, ରାସନ କାର୍ଡ଼, ପ୍ୟାରେଣ୍ଟସ୍ ଗାର୍ଡ଼ିଆନଙ୍କର ନାଁରେ ଥିବ ରାସନ କାର୍ଡ଼ଟା। ତାପରେ ଆସିଲା ବେନିଫିସିଆରୀ ID ଅଫ୍ ଦ ପ୍ୟାରେଣ୍ଟ, ମାଟ୍ରିକୁଲେସନ୍ ସାର୍ଟିଫିକେଟ୍, ମାଟ୍ରିକ ସାର୍ଟିଫିକେଟ୍, ଆଉ ମାର୍କସିଟ୍ ଅଫ୍ ଦ ଲାଷ୍ଟ ଏକ୍ଜାମ୍। ଆମେ ଯେଉଁ ପରୀକ୍ଷା ଯେଉଁଟା ପାଠ ପଢ଼ିନ୍ତି ସେ ଲାଷ୍ଟ ପୂର୍ବ ଏକ୍ଜାମ୍, ଯେମିତି +2 ପଢ଼ି ଦେଇଥିବେ, +2ର ମାର୍କସିଟ୍, ନହେଲେ ଦଶମ ସରିଯାଇଥିବ ଦଶମର ମାର୍କସିଟ୍, ଏଇଟା ନିହାତି ଦେବେ। ଏଇଟା ଦେଲେ ଆପଣଙ୍କର ଆପ୍ଲାଏ ହେବ, ପ୍ରୋସେସ୍ ହେବ। ତାପରେ ସେ ଦେଖିବେ ରିଜେକ୍ଟ କି ଆପଣଙ୍କୁ କ'ଣ ଏଠି ଦେଖିବେ। ତାହେଲେ ଏମିତି ଗୋଟି ସବୁ ଅଛି। ଆପଣ ସମସ୍ତଙ୍କର ବି ଏମିତି କ୍ରାଇଟେରିଆ ଦେଇଛି, ସମସ୍ତେ ପ୍ରାୟ ସମସ୍ତେ ଏକା ଭଳିଆ କ୍ରାଇଟେରିଆ। କିନ୍ତୁ ଜେନେରାଲ ଟିକେ ଦେଖିଦେବେ, ଆମର ଜେନେରାଲ ଟିକେ ଅଧିକ ରହୁଛି। ଜେନେରାଲ ବି ସେମିତି ଆମର ଆଧାର କାର୍ଡ଼ ଅଫ୍ ଷ୍ଟୁଡେଣ୍ଟ, ରେସିଡେନ୍ସ ସାର୍ଟିଫିକେଟ୍ ଅଫ୍ ଦ ଷ୍ଟୁଡେଣ୍ଟ, କପି ପାସବୁକ୍ ଆକାଉଣ୍ଟ ପିଲାର, କାରଣ ଆପଣଙ୍କ ଟଙ୍କାଟା ସେ ଆକାଉଣ୍ଟକୁ ଯିବ, ଆପଣ ହାତକୁ ଦେବେନି, ଆକାଉଣ୍ଟକୁ ଦେବେ। ତେଣୁ ଆପଣ ପାସବୁକ୍ଟା ଦେବେ, IFSC କୋଡ଼ ଦେବେ, ଦେଲେ ସେଇଥିରେ ଆପଣଙ୍କର କ'ଣ ଟଙ୍କାଟା ରହିବ। ରାସନ କାର୍ଡ଼, ପ୍ୟାରେଣ୍ଟସ୍ ଗାର୍ଡ଼ିଆନ୍ ଥବ। ତାପରେ ହେଲା ବେନିଫିଟ୍ସ ଅଫ୍ ଦ ଆପଣଙ୍କର ଗାର୍ଡ଼ିଆନ୍ ସେଲ୍ଫ ଡିକ୍ଲାରେସନ୍, ଷ୍ଟୁଡେଣ୍ଟର ସେଲ୍ଫ ଡିକ୍ଲାରେସନ୍, ମାଟ୍ରିକ ସାର୍ଟିଫିକେଟ୍, ଆଉ ଲାଷ୍ଟ ଏକ୍ଜାମ୍ ପାସ୍ ହେଇଥିବ ତାର ସାର୍ଟିଫିକେଟ୍। ଏହା ନିହାତି ଦରକାର। ଏହା କଲା ପରେ ଆପଣ ଆପ୍ଲାଏ କରିପାରିବେ। ଆପଣ ଯଦି ନିହାତି ଅଛି ତାହେଲେ ଆପ୍ଲାଏ କରନ୍ତୁ, କାରଣ ଡିସେମ୍ବର 25 ତାରିଖ ଅଛି ଲାଷ୍ଟ ଡେଟ୍। ଆରି ଭିତରେ ଆପଣ ଆପ୍ଲାଏ କରିପାରିବେ। ତାର ଦେଖିବା ଏଥର ଆପ୍ଲାଏ କରିବା, ଏଥର ଯଦି ଆପଣ ନୂଆକରି କରୁଥିବେ ଆପ୍ଲାଏ କରିବେ, ଯଦି ପୁରୁଣା ଥିବେ ଲଗ୍ଇନ୍ କରିବେ। ଆପଣ ପୁରୁଣା କରିଥିବେ କାଳେ ଭୁଲଭାଲ ହେଇଥିଲା କ'ଣ, ଆଉ ଥରେ ଅଧାରୁ କରିବେ, ଲଗ୍ଇନ୍ ମାରିବେ। ଆଉ ଯେଉଁମାନେ ନୂଆ କରିବେ ସେମାନେ ରେଜିଷ୍ଟର କରିବେ। ଏଇଠି ଆପ୍ଲାଏ ନାଁ ମାରିବେ, ଆପ୍ଲାଏ ନାଁ ବର୍ତ୍ତମାନ କ୍ଲିକ୍ କରନ୍ତୁ। ଏଇଠି ଆପ୍ଲାଏ ନାଁ କ୍ଲିକ୍ କଲେ ବର୍ତ୍ତମାନ ପେଜ୍ ଖୋଲିବ ଗୋଟେ। ସେଇ ପେଜ୍ରେ ବର୍ତ୍ତମାନ ଆପଣମାନେ କ'ଣ କରିବେ, ଅଲରେଡ଼ି ରେଜିଷ୍ଟର୍ଡ଼, ଯଦି ଆପଣ ଅଲରେଡ଼ି ରେଜିଷ୍ଟର ଲଗ୍ଇନ୍ କରିବେ, ଏଣ୍ଟର ୟୁନିକ୍ ନମ୍ବର ବା ଆଧାର ନମ୍ବର। ଆପଣ ୟୁନିକ୍ ନମ୍ବର ସେମିତି ଆଧାର ନମ୍ବରଟା ଦେଇବେ, ବା ଫୋନ୍ ନମ୍ବର ଭଳିଆ ମାଗେ, ନହେଲେ ପାସୱାର୍ଡ଼ ଦେବେ ଯାହା କରିଥିବେ। ଆଉ ଏଇଠି ବୋଧେ ଲେଟ୍ସ ସଲ୍ଭ ଦିସ୍ ପ୍ରୋବ୍ଲେମ୍ 3515 ଏଇଠି ଲେଖିବେ, ଏଣ୍ଟର ମାରିବେ। ଯଦି ଆପଣଙ୍କର ଆକାଉଣ୍ଟ କରିନାହାନ୍ତି, ଯଦି ପାସୱାର୍ଡ଼ ବୋଲେଛନ୍ତି ଫରଗଟ୍ ପାସୱାର୍ଡ଼ ମାରିବେ। ଯଦି ଆକାଉଣ୍ଟ ଏପର୍ଯ୍ୟନ୍ତ କରିନାହାନ୍ତି ତାହେଲେ ଡୋଣ୍ଟ ହାଭ୍ ଆନ୍ ଆକାଉଣ୍ଟ କରିକି ରେଜିଷ୍ଟର ମାରିବେ। ଡୋଣ୍ଟ ହାଭ୍ ଆନ୍ ଆକାଉଣ୍ଟ ହେଲେ ରେଜିଷ୍ଟର ନାଁ ମାରିଲେ ଆପଣଙ୍କର ନୂଆ ଆକାଉଣ୍ଟଟେ ଖୋଲିବ। ଖୋଲିଲେ ଆପଣ ଡିଟେଲ୍ ଦେଇକି ରେଜିଷ୍ଟ୍ରେସନ୍ କରିବେ। କରିସାରିଲା ପରେ ଆପଣ ଯେମିତି ଫର୍ମ ଫିଲ୍ଅପ୍ କରିବା କଥା କରିବେ, ଯାହା ଯାହା ଦରକାର ଫିଲ୍ଅପ୍ କରିବେ। ଆଉ ନେକ୍ସଟ ଭିଡ଼ିଓରେ ମୁଁ ଆପଣଙ୍କୁ ଜଣେଇଦେବି କେମିତି ଏଇଟା ଫିଲ୍ଅପ୍ ହେବ। ତେଣୁ ଏଇଟା ହେଲା ଆମର କୃଷି ବିଦ୍ୟାନିଧି ଯୋଜନା, ସରକାରଙ୍କର ଭଲ ହେଉଛି। ତେଣୁ ଆପଣମାନେ ଆପ୍ଲାଏ କରନ୍ତୁ, ପାଇବେ।